हेलो एवरीवन, वेलकम टू माय यूट्यूब चैनल। आज मथुरा मंगल संपर्क में संक्षिप्त प्रश्न उत्तर आलोचना करी। प्रथम प्रश्नटी हेउछि केउटी भक्तचरण दासଙ୍କ रचना? मनबोध चौतीसा, मधुप चौतीसा, मृगुणी स्तुति, बट अवकाश। तार सठिक उत्तरटी हेबो मनबोध चौतीसा। परवर्ती प्रश्न मथुरा मंगल काव्य केते छांद विशिष्ट? 30, 39, 40, 42। तार सठिक उत्तरटी हेबो 30। मथुरा मंगल काव्य 30 छांद विशिष्ट। परवर्ती प्रश्न मथुरा मंगल काव्यर पंचम छांद केउ वृत्तरे रचित? बाहुला बसंत, मधुप चौतीसा, वनवास, अवकाश। तार सठिक उत्तरटी हेबो मधुप चौतीसा। मथुरा मंगल काव्यर पंचम छांद मधुप चौतीसा वृत्तरे रचित। परवर्ती प्रश्न पंचम छांद केते पद विशिष्ट? 21, 27, 30, 42। तार सठिक उत्तर हेबो 27। पंचम छांद 27 पद विशिष्ट। परवर्ती प्रश्न कृष्ण जेतेबेले गाई चराई आसंती सेतेबेले गोपी माने किपरि आनंदित होइथांती? जेपरि चंद्र को देखी कई, जेपरि सूर्य को देखी पद्म, जेपरि चक्षु पाई अंध, उपरोक्त समस्त। तार सठिक उत्तरटी हेबो उपरोक्त समस्त। परवर्ती प्रश्न राधांक ठारू भूत किए छड़ाउथिले? श्रीकृष्ण, गोपी माने, चंद्रसेन, उपरोक्त समस्त। तार सठिक उत्तरटी हेबो श्रीकृष्ण। परवर्ती प्रश्न मथुरा मंगल काव्यर षष्ठ छांद केउ रागरे रचित? कलहंस केदार, बराड़ी, कामोदी, काली। तार सठिक उत्तर हेबो बराड़ी। मथुरा मंगल काव्यर षष्ठ छांद बराड़ी रागरे रचित। परवर्ती प्रश्न मथुरा मंगल काव्यर षष्ठ छांदरे केतोटी पद रहिछि? 18टी, 20टी, 21टी, 32टी। तार सठिक उत्तरटी हेबो 20टी। परवर्ती प्रश्न षष्ठ छांदरे केउ विषय वर्णित? कृष्णଙ୍କ दैनंदिन क्रियाकलाप, मथुरा गमन निमित्त कृष्ण बलरामଙ୍କ साजसज्जा, यशोदांकर कृष्णଙ୍କ प्रति बात्सल्य ममता, उपरोक्त समस्त। तार सठिक उत्तर हेबो उपरोक्त समस्त। परवर्ती प्रश्न षष्ठ छांद केउ वृत्तरे रचित? मधुप चौतीसा, अवकाश, बाहुला बसंत, वनवास चौतीसा। तार सठिक उत्तरटी हेबो बाहुला बसंत। षष्ठ छांद बाहुला बसंत वृत्तरे रचित। परवर्ती प्रश्न आरे बाबू श्याम घन तू गले मधु भुवन काहा मुख अनाई बंचिबी। एठारे श्याम घन बोली कृष्ण को किए संबोधन करिसंती? गोपीजन, यशोदा, नंद, रोहिणी। तार सठिक उत्तर हेबो यशोदा। यशोदा कृष्ण को श्याम घन बोली संबोधन करिसंती। परवर्ती प्रश्न
ଯଶୋଦା କୃଷ୍ଣଙ୍କ ଶରୀରରେ କ'ଣ ଲେପନ କରୁଥିଲେ? ଚନ୍ଦନ ଓ ଅଗୁରୁ, କୁଙ୍କୁମ, କସ୍ତୁରୀ, ଉପରୋକ୍ତ ସମସ୍ତ। ତାର ସଠିକ୍ ଉତ୍ତରଟି ହେବ ଉପରୋକ୍ତ ସମସ୍ତ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ ତାଙ୍କ ପିତାଙ୍କୁ କ'ଣ ମାଗନ୍ତି? ହାତୀ, ସୂର୍ଯ୍ୟ, ଚନ୍ଦ୍ର, ଉପରୋକ୍ତ ସମସ୍ତ। ତାର ସଠିକ୍ ଉତ୍ତରଟି ହେବ ଚନ୍ଦ୍ର। କୃଷ୍ଣ ତାଙ୍କ ପିତାଙ୍କୁ ଚନ୍ଦ୍ର ମାଗନ୍ତି। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ କାହାକୁ ଦେଖି ଭୟ କରୁଥିଲେ? ଚିତ୍ର, ମୂର୍ତ୍ତି, ଅନ୍ଧାର ଘର, ଉପରୋକ୍ତ ସମସ୍ତ। ତାର ସଠିକ୍ ଉତ୍ତର ହେବ ଉପରୋକ୍ତ ସମସ୍ତ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ କ୍ଳାନ୍ତ ହୋଇ କେଉଁଠି ଶୋଇ ଯାଉଥିଲେ? ନନ୍ଦଙ୍କ କୋଳରେ, ଯଶୋଦାଙ୍କ କୋଳରେ, ପଲଙ୍କରେ, ଉପରୋକ୍ତ କୌଣସିଟି ନୁହେଁ। ତାର ସଠିକ୍ ଉତ୍ତର ହେବ ଯଶୋଦାଙ୍କ କୋଳରେ। କୃଷ୍ଣ କ୍ଳାନ୍ତ ହୋଇ ଯଶୋଦାଙ୍କ କୋଳରେ ଶୋଇ ଯାଉଥିଲେ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣଙ୍କ ଅନୁପସ୍ଥିତିରେ ନିଜର ଜୀବନ କାହା ଭଳି ହେବ ବୋଲି ଯଶୋଦା ଆଶଙ୍କା କରିଛନ୍ତି? ଜଳହୀନ ମାଛ, ରାଜାହୀନ ଗ୍ରାମ, ଚନ୍ଦ୍ରହୀନ କଇଁ, ଉଭୟ କ ଓ ଖ। ତାର ସଠିକ୍ ଉତ୍ତରଟି ହେବ ଉଭୟ କ ଓ ଖ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ ମଥୁରାପୁରକୁ ଚାଲିଗଲେ ଯଶୋଦା କେଉଁଠି ଜୀବନ ହାରିବେ ବୋଲି କହିଛନ୍ତି? ସମୁଦ୍ର ଜଳରେ, ଗଣ୍ଡ ଜଳରେ, ଯମୁନା ଜଳରେ, କୌଣସିଟି ନୁହେଁ। ତାର ସଠିକ୍ ଉତ୍ତରଟି ହେବ ଗଣ୍ଡ ଜଳରେ। ପରବର୍ତ୍ତୀ ପ୍ରଶ୍ନ, କୃଷ୍ଣ ରାଗିଗଲେ କ'ଣ ଭାଙ୍ଗି ଦେଉଥିଲେ? ମାଠିଆ, ରନ୍ଧାହାଣ୍ଡି, ଦହିହାଣ୍ଡି, ଉପରୋକ୍ତ ସମସ୍ତ। ତାର ସଠିକ୍ ଉତ୍ତରଟି ହେବ ରନ୍ଧାହାଣ୍ଡି। କୃଷ୍ଣ ରାଗିଗଲେ ରନ୍ଧାହାଣ୍ଡି ଭାଙ୍ଗି ଦେଉଥିଲେ। ପରବର୍ତ୍ତୀ ପ୍ରଶ୍ନ, ନୀଳାମ୍ବର କିଏ? କୃଷ୍ଣ, ବଳରାମ, କଂସ, ଉଦ୍ଧବ। ତାର ସଠିକ୍ ଉତ୍ତରଟି ହେବ ବଳରାମ। ପରବର୍ତ୍ତୀ ପ୍ରଶ୍ନ, ଅଷ୍ଟାଦଶ ଛାନ୍ଦ କେତେ ପଦ ବିଶିଷ୍ଟ? 16, 20, 21, 30। ତାର ସଠିକ୍ ଉତ୍ତର ହେବ 16। ଅଷ୍ଟାଦଶ ଛାନ୍ଦ 16 ପଦ ବିଶିଷ୍ଟ। ପରବର୍ତ୍ତୀ ପ୍ରଶ୍ନ, ଅଷ୍ଟାଦଶ ଛାନ୍ଦ କେଉଁ ରାଗରେ ରଚିତ? କଳସା, ଦେଶାକ୍ଷ, କନ୍ନଡ଼, ବରାଡ଼ି। ତାର ସଠିକ୍ ଉତ୍ତରଟି ହେବ କନ୍ନଡ଼। ଅଷ୍ଟାଦଶ ଛାନ୍ଦ କନ୍ନଡ଼ ରାଗରେ ରଚିତ। ପରବର୍ତ୍ତୀ ପ୍ରଶ୍ନ, ଦୁର୍ମିଳା ନନ୍ଦନ କିଏ? କଂସ, ଉଦ୍ଧବ, ଅକ୍ରୂର, ବଳରାମ। ତାର ସଠିକ୍ ଉତ୍ତର ହେବ କଂସ। ପରବର୍ତ୍ତୀ ପ୍ରଶ୍ନ, କଂସ ଆଗରେ ଡଗର କ'ଣ କହିଲେ? ରଜକ ନିଧନ, ଗନ୍ଧପୁଷ୍ପ ନେବା, ଧନୁର୍ଭଙ୍ଗ, ଉପରୋକ୍ତ ସମସ୍ତ। ତାର ସଠିକ୍ ଉତ୍ତର ହେବ ଉପରୋକ୍ତ ସମସ୍ତ। ପରବର୍ତ୍ତୀ ପ୍ରଶ୍ନ, କୃତବାସ କିଏ? ଇନ୍ଦ୍ର, ମହାଦେବ, ଶ୍ରୀକୃଷ୍ଣ, ଉଦ୍ଧବ। ତାର ସଠିକ୍ ଉତ୍ତର ହେବ ମହାଦେବ। ପରବର୍ତ୍ତୀ ପ୍ରଶ୍ନ, 29 ଛାନ୍ଦରେ କେଉଁ ବିଷୟ ବର୍ଣ୍ଣିତ? ଶ୍ରୀକୃଷ୍ଣଙ୍କୁ ରାଧାଙ୍କର ପତ୍ର ଲିଖନ, ଉଦ୍ଧବଙ୍କର ବିଦାୟ, ଉଦ୍ଧବଙ୍କର ମଥୁରା ପ୍ରବେଶ,
ଉଭୟ କ ଓ ଖ। ତାର ସଠିକ୍ ଉତ୍ତରଟି ହେବ ଉଭୟ କ ଓ ଖ। ପରବର୍ତ୍ତୀ ପ୍ରଶ୍ନ 29 ଛାନ୍ଦ କେଉଁ ରାଗରେ ରଚିତ? କଲ୍ୟାଣ ଆହାରୀ, ପଞ୍ଚମ ବରାଡ଼ି, କୌଶିକ, କଳସା। ତାର ସଠିକ୍ ଉତ୍ତର ହେବ କଲ୍ୟାଣ ଆହାରୀ। 29 ଛାନ୍ଦ କଲ୍ୟାଣ ଆହାରୀ ରାଗରେ ରଚିତ। ପରବର୍ତ୍ତୀ ପ୍ରଶ୍ନ 29 ଛାନ୍ଦ କେତେ ପଦ ବିଶିଷ୍ଟ? 30, 39, 40, 50। ତାର ସଠିକ୍ ଉତ୍ତର ହେବ 39। 29 ଛାନ୍ଦ 39 ପଦ ବିଶିଷ୍ଟ। ପରବର୍ତ୍ତୀ ପ୍ରଶ୍ନ ଶ୍ୟାମ ଘନଦୂତ କିଏ? ଉଦ୍ଧବ, ଅକ୍ରୂର, ନନ୍ଦ, ଉପରୋକ୍ତ କୌଣସିଟି ନୁହେଁ। ତାର ସଠିକ୍ ଉତ୍ତରଟି ହେବ ଉଦ୍ଧବ। ପରବର୍ତ୍ତୀ ପ୍ରଶ୍ନ ଗୋପେଶ କିଏ? ଗୋପୀଜନ, ନନ୍ଦ, ଗୋପାଳ, ମହାଦେବ। ତାର ସଠିକ୍ ଉତ୍ତର ହେବ ନନ୍ଦ। ପରବର୍ତ୍ତୀ ପ୍ରଶ୍ନ ଏବଂ ଶେଷ ପ୍ରଶ୍ନ ବାମଦେବ କିଏ? ବ୍ରହ୍ମା, ମହାଦେବ, ଇନ୍ଦ୍ର, କୌଣସିଟି ନୁହେଁ। ତାର ସଠିକ୍ ଉତ୍ତର ହେବ ମହାଦେବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।